ଲୋକନାଥ ମାର୍ଗସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ସାରସ୍ୱତ ଆଶ୍ରମ ପରିସରସ୍ଥ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସାରସ୍ୱତ ବିଦ୍ୟାନିକେତନ ଓ ସାରସ୍ୱତ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜ୍ଞାନ ବିଜ୍ଞାନ ମେଳା 2025 ମହାସମାରୋହରେ ପାଳନ କରାଯାଇଛି। ସମବେତ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ପ୍ରାର୍ଥନା ଅନୁଷ୍ଠାନରେ ଯୋଗଦାନ କରିବା ପରେ ବିଦ୍ୟାନିକେତନର ପରିଚାଳନା କମିଟିର ସଭାପତି ତଥା ଆଶ୍ରମାଧ୍ୟକ୍ଷ ଶ୍ରୀମତ୍ ସ୍ୱାମୀ ଡକ୍ଟର ଶଙ୍କରାନନ୍ଦ ସରସ୍ୱତୀ ମହାରାଜ, ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର କର ମହୋଦୟ, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପ୍ରଫେସର ଡକ୍ଟର ଉମାକାନ୍ତ ସୁବୁଦ୍ଧି, ପରିଚାଳନା କମିଟିର ସଦସ୍ୟା ଶ୍ରୀଯୁକ୍ତ ସତ୍ୟବାଦୀ ଦାସ ମହୋଦୟ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଶୁଭ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାପାତ୍ର ଏବଂ ସମସ୍ତ ଗୁରୁଜୀ ଗୁରୁମା ଏବଂ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମିଶ୍ର ମହୋଦୟଙ୍କ ସଙ୍ଗୀତ ରଚନା ଏବଂ ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ସ୍ୱର ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଉଦ୍ବୋଧନୀ ସଙ୍ଗୀତ ସମସ୍ତଙ୍କ ହୃଦୟସ୍ପର୍ଶୀ କରିପାରିଛି। ଚଳିତ ବର୍ଷ ବିଜ୍ଞାନ ମେଳାରେ ମୋଟ 100ଟି ପ୍ରକଳ୍ପ ମଧ୍ୟରୁ ଉପକନିଷ୍ଠ ବର୍ଗରେ 18ଟି, କନିଷ୍ଠ ବର୍ଗରେ 36ଟି ଓ ବରିଷ୍ଠ ବର୍ଗରେ 20ଟି ଏବଂ ମିନି ବର୍ଗରେ 26ଟି ପ୍ରକଳ୍ପ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଛି। ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ବୈଜ୍ଞାନିକ ସୁରେଶ ଚନ୍ଦ୍ର ରଥ, ଭୁବନେଶ୍ୱର ଶ୍ରୀମତ୍ ସ୍ୱାମୀ ଡକ୍ଟର ଶଙ୍କରାନନ୍ଦ ସରସ୍ୱତୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ର ମହୋଦୟା ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନା କରିଥିଲେ। ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ପୁରୋହିତ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ବିଜ୍ଞାନ ମେଳାକୁ ସାଫଲ୍ୟମଣ୍ଡିତ କରିଥିଲେ। ପରିଶେଷରେ ବିବରଣୀ ପାଠ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଅଭିଭାବକ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ।